नमस्कार सांग माने जय जगन्नाथ। आज आसतु जानिबा एही सबुठु दूर रुहंतु। जदि आपण शांति चाहुछंती तेबे शब्दरू दूर रुहंतु। जदि आपनको शांति दरकार तेबे भीड़ भितरु दूर रुहंतु। जदि आपण आपणको परिचय चाहुछंती तेबे कॉपी करिवारु दूर रुहंतु। जदि आपण प्रकृत प्रेम चाहुछंती तेबे ଦେଖେ ହେବାଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ସମୟକୁ ମୂଲ୍ୟ ଦେବାକୁ ଚାହୁଁଛନ୍ତି ତେବେ ଅର୍ଥହୀନ କଥାରୁ ଦୂରରେ ରୁହନ୍ତୁ। ଯଦି ଆପଣ ସଫଳତା ଚାହୁଁଛନ୍ତି ତେବେ ଆଳସ୍ୟଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଶାନ୍ତିପୂର୍ଣ୍ଣ ନିଦ ଚାହୁଁଛନ୍ତି ତେବେ ଚିନ୍ତାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଖୁସି ଚାହୁଁଛନ୍ତି ତେବେ ତୁଳନା କରିବାଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜକୁ ଖୋଜିବାକୁ ଚାହୁଁଛନ୍ତି ତେବେ ଅନ୍ୟମାନଙ୍କ ଆଶାଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ତେବେ ବାହାନାଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଆପଣଙ୍କ ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଅହଙ୍କାର ଦୂରରେ ରୁହନ୍ତୁ। ଯଦି ଆପଣ ନିଜ ମୁଖରେ ହସ ଚାହୁଁଛନ୍ତି ତେବେ କ୍ରୋଧରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜ ମନକୁ ହାଲୁକା ରଖିବାକୁ ଚାହୁଁଛନ୍ତି ତେବେ ଅଭିଯୋଗ କରିବାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଏକ ଭଲ ଦିନ ଚାହୁଁଛନ୍ତି ତେବେ ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜ ମନକୁ ଶାନ୍ତ ରଖିବାକୁ ଚାହୁଁଛନ୍ତି ତେବେ ଅଯଥା ଗପସପରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜର ସମ୍ମାନ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ମିଥ୍ୟା ସମ୍ପର୍କରୁ ଦୂରରେ ରୁହନ୍ତୁ। ଯଦି ଆପଣ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଭୟଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜର ହୃଦୟକୁ ବଡ଼ କରିବାକୁ ଚାହୁଁଛନ୍ତି ତେବେ ଈର୍ଷାଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜର ଜୀବନକୁ ସହଜ କରିବାକୁ ଚାହୁଁଛନ୍ତି ତେବେ ଜଟିଳତାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଭଲ ଲୋକ ଚାହୁଁଛନ୍ତି ତେବେ ଖରାପ ପରିବେଶରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜକୁ ବୁଝିବାକୁ ଚାହୁଁଛନ୍ତି ତେବେ ଶବ୍ଦରୁ ଦୂରରେ ରୁହନ୍ତୁ। ଯଦି ଆପଣ ଆତ୍ମବିଶ୍ୱାସ ଚାହୁଁଛନ୍ତି ତେବେ ଅନ୍ୟମାନଙ୍କ କଥାରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜ ମନକୁ ହାଲୁକା ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ପୁରୁଣା ଦୁଃଖରୁ ଦୂରରେ ରୁହନ୍ତୁ। ଯଦି ଆପଣ ଶାନ୍ତି ଚାହୁଁଛନ୍ତି ତେବେ ଇଣ୍ଟରନେଟ୍ କୋଳାହଳରୁ ଦୂରରେ ରୁହନ୍ତୁ। ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଅନାବଶ୍ୟକ ନାଟକରୁ ଦୂରରେ ରୁହନ୍ତୁ। ଯଦି ଆପଣ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ଆଶାର ବୋଝରୁ ଦୂରରେ ରୁହନ୍ତୁ। ଯଦି ଆପଣ ନିଜକୁ ଭଲ ପାଇବାକୁ ଚାହୁଁଛନ୍ତି ତେବେ ସମାଲୋଚନାରୁ ଦୂରରେ ରୁହନ୍ତୁ। ଏହି ସବୁରୁ ସାବଧାନ ରୁହନ୍ତୁ। ସମୟ ସରି ଆସୁଛି, ନିଜ ସ୍ୱପ୍ନ ହରାନ୍ତୁ ନାହିଁ, ଏଥିପ୍ରତି ସାବଧାନ ରୁହନ୍ତୁ। ଯେଉଁମାନେ ଆଜି ଆପଣଙ୍କ ପାଖରେ ଅଛନ୍ତି ହୁଏତ କାଲି ନଥାଇ ପାରନ୍ତି, ସେମାନଙ୍କୁ ଆପଣଙ୍କ ପ୍ରେମ ପ୍ରକାଶ କରନ୍ତୁ, ଏଥିପ୍ରତି ସତର୍କ ରୁହନ୍ତୁ। ଛୋଟ ଛୋଟ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ, ଏହା ପ୍ରତି ସତର୍କ ରୁହନ୍ତୁ। ଯେଉଁମାନଙ୍କୁ ଆପଣ ଅନ୍ଧ ଭାବରେ ବିଶ୍ୱାସ କରୁଥିଲେ, ଆଖି ମୁଜିକି ବିଶ୍ୱାସ କରୁଥିଲେ, ସେମାନେ ଆପଣଙ୍କୁ ଆଜି ଛାଡ଼ିକି ଚାଲି ଯାଉଛନ୍ତି ବା ପରିତ୍ୟାଗ କରିଦେବେ, ସେଥିପ୍ରତି ସାବଧାନ ରୁହନ୍ତୁ। ପ୍ରତ୍ୟେକ ହସ ସତ୍ୟ ନୁହେଁ, ଆଖି ପଢ଼ିବା ଶିଖନ୍ତୁ, ଆଉ ଏଥିପ୍ରତି ସାବଧାନ ରୁହନ୍ତୁ। ସମ୍ପର୍କ ଭାଙ୍ଗିବାର କୌଣସି ସଂକେତ ନାହିଁ, ସେଥିପାଇଁ ଏଥିପ୍ରତି ସାବଧାନ ରୁହନ୍ତୁ। ସମସ୍ତଙ୍କ ପାଇଁ ଆପଣଙ୍କ ହୃଦୟ ଖୋଲି ଦିଅନ୍ତୁ ନାହିଁ, ନଚେତ୍ ଆପଣ ହିଁ ଆଘାତ ପାଇବେ, ଏଥିପ୍ରତି ସାବଧାନ ରୁହନ୍ତୁ। ସମସ୍ତଙ୍କ ପାଇଁ ନିଜର ହୃଦୟକୁ ଖୋଲି ଦିଅନ୍ତୁ ନାହିଁ। ଯିଏ ଚାଲିଯାଇଛି ତାକୁ ଧରିବାକୁ ଦୌଡ଼ନ୍ତୁ ନାହିଁ, ଯିଏ ଚାଲିଯାଇଛି ତାକୁ ଚାଲିଯିବାକୁ ହିଁ ଦିଅନ୍ତୁ, ଏଥିପ୍ରତି ସାବଧାନ ରୁହନ୍ତୁ। ଦେଖା ଦେଖେଇ ହେବା ଦୁନିଆରେ ଫସି ଯାଆନ୍ତୁ ନାହିଁ,
ଆଜିକାଲି ଯେଉଁ ଦେଖାଦେଖି ଦୁନିଆରେ ଫସି ଯାଆନ୍ତୁ ନାହିଁ, ଏଥିପ୍ରତି ସାବଧାନ ରୁହନ୍ତୁ। ନୀରବତା ବହୁତ କିଛି କରେ, ତାକୁ ବୁଝନ୍ତୁ ଏବଂ ସତର୍କ ରୁହନ୍ତୁ। କ୍ରୋଧ କ୍ଷଣିକ ପାଇଁ, କିନ୍ତୁ ଅନୁତାପ ଜୀବନ ସାରା କରିବାକୁ ପଡ଼ିଥାଏ। ଏଥିପ୍ରତି ସାବଧାନ ରୁହନ୍ତୁ। ଅନ୍ୟକୁ ଖୁସି କରିବାରେ ନିଜକୁ ହଜାଇ ଦିଅନ୍ତୁ ନାହିଁ, ତାହା ପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଏହି ଦୁନିଆ କେବଳ ଶକ୍ତିଶାଳୀମାନଙ୍କୁ ହିଁ ମନେ ରଖେ, ଏଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଚମକୁଥିବା ସବୁ କିଛି ଜିନିଷ ସୁନା ନୁହେଁ, ସେଥିପାଇଁ ଏଥିପ୍ରତି ସାବଧାନ ରୁହନ୍ତୁ। ଏକାକିତା ଖରାପ ନୁହେଁ, ଭୁଲ ଲୋକ ହିଁ ଖରାପ ହୋଇଥାନ୍ତି, ଏଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ସମୟ ଏବଂ ଶବ୍ଦ ଚାଲିଗଲେ, ସମୟ ଏବଂ ଶବ୍ଦ ଥରେ ପାଟିରୁ ଚାଲିଗଲେ ସେଗୁଡ଼ିକ ଆଉ କେବେ ବି ଫେରିବ ନାହିଁ, ସେଥିପ୍ରତି ସାବଧାନ ରୁହନ୍ତୁ। ଛୋଟ ଛୋଟ ବିଜୟକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ, ତାହା ପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଅନ୍ୟମାନଙ୍କ ମତାମତ ଉପରେ ବଞ୍ଚନ୍ତୁ ନାହିଁ, ସେଥିପ୍ରତି ସାବଧାନ ରୁହନ୍ତୁ। ଯେଉଁଦିନ ଆପଣ ନିଜକୁ ଚିହ୍ନିଯିବେ, ସେଇଦିନ ଦୁନିଆ ମୁଣ୍ଡ ନୁଆଁଇବ, ଏଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଏବଂ ସବୁଠାରୁ ବଡ଼ ସତ୍ୟ ହେଉଛି, ନିଜକୁ ହରାଇବା ପୂର୍ବରୁ ଅଟକି ଯାଆନ୍ତୁ ଏବଂ ଏହା ପ୍ରତି ସାବଧାନ ରୁହନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।